ସାଙ୍ଗମାନେ ଆଜିର ପ୍ରଶ୍ନ, ଓଡ଼ିଶାର ପ୍ରଥମ ଓକିଲ କିଏ? ଏହାର ଅପସନ୍ ଗୁଡ଼ିକ ଜାଣିବା। ଅପସନ୍ ଏ ଫକୀର ମୋହନ ସେନାପତି, ଅପସନ୍ ବି ଗୋପବନ୍ଧୁ ଦାସ, ଅପସନ୍ ସି ମଧୁସୂଦନ ରାଓ, ଅପସନ୍ ଡି ମଧୁସୂଦନ ଦାସ। ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ମଧୁସୂଦନ ଦାସ। ସାଙ୍ଗମାନେ ଆଜିର ଆଉ ଏକ ମଜାଳିଆ ପ୍ରଶ୍ନ, ଭାରତର ସବୁଠାରୁ ସ୍ୱଚ୍ଛ ସହରର ନାମ କ'ଣ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତ ସାଙ୍ଗମାନେ ଏହାର ଅପସନ୍ ଗୁଡ଼ିକ ଆଣେ। ଅପସନ୍ ଏ ଭୁବନେଶ୍ୱର, ଅପସନ୍ ବି ଦିଲ୍ଲୀ, ଅପସନ୍ ସି ମୁମ୍ବାଇ, ଅପସନ୍ ଡି ଇନ୍ଦୋର। ତେବେ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଇନ୍ଦୋର। ସାଙ୍ଗମାନେ ଆଜିର ଆଉ ଏକ ମଜାଳିଆ ପ୍ରଶ୍ନ, ପଞ୍ଚାୟତ ସମିତିର ମୁଖ୍ୟ କିଏ? ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତ ସାଙ୍ଗମାନେ ଏହାର ଅପସନ୍ ଗୁଡ଼ିକ ଆଣେ। ଅପସନ୍ ଏ ସଭାପତି, ଅପସନ୍ ବି ଚେୟାରମ୍ୟାନ୍, ଅପସନ୍ ସି ସମିତି ସଭ୍ୟ, ଅପସନ୍ ଡି ସରପଞ୍ଚ। ତେବେ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଚେୟାରମ୍ୟାନ୍। ସାଙ୍ଗମାନେ ଆଜିର ଆଉ ଏକ ମଜାଳିଆ ପ୍ରଶ୍ନ, ପ୍ରଥମେ ପକ୍କା ରାସ୍ତା ତିଆରି କରିବାର ପଦ୍ଧତି କେଉଁ ଦେଶରୁ ନିଆଯାଇଛି? ଏହାର ଅପସନ୍ ଗୁଡ଼ିକ ଜାଣିବା। ଅପସନ୍ ଏ ଆମେରିକା, ଅପସନ୍ ବି ଚୀନ, ଅପସନ୍ ସି ଭାରତ, ଅପସନ୍ ଡି ସ୍କଟଲ୍ୟାଣ୍ଡ। ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଚ୍ୟାନେଲରେ ନୂଆ ଆସିଲେ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ସ୍କଟଲ୍ୟାଣ୍ଡ। ସାଙ୍ଗମାନେ ଆଜିର ଆଉ ଏକ ମଜାଳିଆ ପ୍ରଶ୍ନ, ପ୍ରତିଦିନ ବ୍ରେଡ୍ ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଏହାର ଅପସନ୍ ଗୁଡ଼ିକ ଜାଣିବା। ଅପସନ୍ ଏ କ୍ୟାନ୍ସର, ଅପସନ୍ ବି ପାଇରିଆ, ଅପସନ୍ ସି ହଇଜା, ଅପସନ୍ ଡି ସୁଗାର। ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହିଭଳି ମଜାଳିଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ସୁଗାର।